ବର୍ଷର ସେବା ପରି ଧୋକା। ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ କଥାରେ ଲୁହର କାହାଣୀ। ନମସ୍କାର ଦର୍ଶକ ବନ୍ଧୁ, ଜନନୀ ଟିଭିର ସ୍ପେଶାଲ ରିପୋର୍ଟକୁ ଆପଣଙ୍କୁ ସ୍ୱାଗତ। ଆଜିର ଏ କାହାଣୀ, ଆଜିର ଏ ବିଷୟବସ୍ତୁ, ଆଜିର ଏ ଘଟଣା ଆପଣଙ୍କ ମନକୁ ଦୋହଲାଇ ଦେବ। ଆପଣଙ୍କ ଆଖିରେ ଲୁହ ଆସିଯିବ। ଆଉ ଏ ଘଟଣା, ଆଜିର ଏ କଥା ନିଶ୍ଚୟ ଶୁଣିବା ପରେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଅନୁରୋଧ। ଆଜିକୁ ବର୍ଷ ବର୍ଷ ଧରି ଜଣେ ଯୁବକ ସରକାରୀ ଅଫିସରେ ଆଉଟସୋର୍ସିଂ କର୍ମଚାରୀ ଭାବରେ ଯୋଗ ଦେଇଥିଲେ। ଆଖିରେ ତାଙ୍କର ସ୍ୱପ୍ନ ଥିଲା ନିଷ୍ଠାର ସହ କାମ କରିବେ, ପରିବାରକୁ ଭଲରେ ରଖିବେ, ଆଉ ଦିନେ ନା ଦିନେ ତାଙ୍କ ଚାକିରି ସ୍ଥାୟୀ ହୋଇଯିବ। କିନ୍ତୁ 15 ବର୍ଷର କଠିନ ପରିଶ୍ରମ ପରେ ସେ ସ୍ୱପ୍ନ ଆଜି ଭାଙ୍ଗି ଚୁରମାର। ସେହି କର୍ମଚାରୀ ଜଣକ ଏବେ ରାଜଧାନୀର ରାଜରାସ୍ତାରେ ନିଜ ହକ୍ ପାଇଁ ସ୍ଲୋଗାନ ଦେଉଛନ୍ତି। ତାଙ୍କ ନିଷ୍ଠାର ପୁରସ୍କାର କ'ଣ ମିଳିଲା? କେବଳ ଧୋକା ଆଉ ଆଖିର ଲୁହ। ଏ କାହାଣୀ କେବଳ ଜଣକର ନୁହେଁ ଦର୍ଶକ ବନ୍ଧୁ, ଏହା ଓଡ଼ିଶାର ହଜାର ହଜାର ଆଉଟସୋର୍ସିଂ କର୍ମଚାରୀଙ୍କ ହୃଦୟର କଥା, ଯେଉଁମାନେ ଆଜି ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି। ଦର୍ଶକ ବନ୍ଧୁ, ସମସ୍ୟାର ଗଭୀରତାକୁ ଟିକେ ନଜର ପକାଇବା। ଆପଣ ଭାବୁଥିବେ ଏ ଆଉଟସୋର୍ସିଂ ଜିନିଷଟା ପ୍ରକୃତରେ କ'ଣ? ସରଳ ଭାଷାରେ କହିଲେ ଏହା ଏକ ବ୍ୟବସ୍ଥା ଯେଉଁଠି ସରକାରୀ ଅଫିସଗୁଡ଼ିକ ସିଧାସଳଖ ନିଯୁକ୍ତି ନ ଦେଇ କୌଣସି ଏଜେନ୍ସି ମାଧ୍ୟମରେ କର୍ମଚାରୀଙ୍କୁ କାମରେ ଲଗାନ୍ତି। ଏହି କର୍ମଚାରୀମାନେ ସ୍ଥାୟୀ କର୍ମଚାରୀଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରନ୍ତି, କିନ୍ତୁ ସେମାନଙ୍କୁ ସରକାରୀ କର୍ମଚାରୀର ପରିଚୟ ମିଳେନି। ଏହାର ପରିଣାମ କ'ଣ ହୁଏ? ସମାନ କାମ କରି ମଧ୍ୟ ସେମାନେ ବହୁତ କମ୍ ଦରମା ପାଆନ୍ତି। ଚାକିରି କେତେବେଳେ ଚାଲିଯିବ ତାର କୌଣସି ଗ୍ୟାରେଣ୍ଟି ନାହିଁ। ସ୍ଥାୟୀ କର୍ମଚାରୀଙ୍କ ଭଳି ଛୁଟି, ପେନ୍ସନ୍ କିମ୍ବା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବୀମା ଭଳି ସୁବିଧା ଏମାନଙ୍କ ପାଇଁ ସ୍ୱପ୍ନ ହୋଇ ରହିଯାଏ। 15-20 ବର୍ଷ ସେବା କରିବା ପରେ ବି ସେମାନେ ଆଜି ବି ଅସ୍ଥାୟୀ। ଦର୍ଶକ ବନ୍ଧୁ, ଏହି ଲୁହର କାହାଣୀ ଭିତରେ କିଛି ବ୍ୟକ୍ତିଗତ ସଂଘର୍ଷ ଏମିତି ରହିଛି। ଆସନ୍ତୁ ଏମାନଙ୍କ ପରିସ୍ଥିତିକୁ ଟିକେ ପାଖରୁ ଦେଖିବା। ଜଣେ 45 ବର୍ଷୀୟ ମହିଳା କର୍ମଚାରୀ ନିଜ ଦୁଃଖ ବଖାଣି କୁହନ୍ତି, 18 ବର୍ଷ ହେଲା ଗୋଟିଏ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଅଛି। ମୋ ହାତ ଦେଇ କେତେ ଯେ ସରକାରୀ ଫାଇଲ ଯାଇଛି ତାର ହିସାବ ନାହିଁ। କିନ୍ତୁ ଆଜି ପିଲାଙ୍କ ସ୍କୁଲ ଫି ଦେବା ବେଳକୁ କି ଘରେ କାହାର ଦେହ ଖରାପ ହେଲେ ଏଇ 10-12 ହଜାର ଟଙ୍କାରେ କେମିତି ଚଳିବି? ଲାଗୁଛି ସତେ ଯେମିତି ଆମେ ସରକାରଙ୍କ ପାଇଁ ମୂଲ ଲାଗିଛୁ। ଦର୍ଶକ ବନ୍ଧୁ, ସେହିପରି ଆଉ ଜଣେ ବରିଷ୍ଠ କର୍ମଚାରୀ କୋହଭରା କଣ୍ଠରେ କହନ୍ତି, ଆମ ସହ କାମ କରିଥିବା ସ୍ଥାୟୀ କର୍ମଚାରୀମାନେ ଆଜି କେଉଁଠି ପହଞ୍ଚିଗଲେଣି। ଆମେ ଯେଉଁଠି ସେଇଠି ପଡ଼ି ରହିଛୁ। ଏତେ ବର୍ଷର ସେବା ପରେ ଯେତେବେଳେ ଆମକୁ ଅଣଦେଖା କରାଯାଏ ଭାରି ଅପମାନ ଲାଗେ। ପରିବାର ଆଗରେ ବି ମୁହଁ ଦେଖେଇ ହୁଏନି। ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ କଥା। ଦର୍ଶକ ବନ୍ଧୁ, ମୁଖ୍ୟମନ୍ତ୍ରୀ ଏମିତି କ'ଣ କହିଥିଲେ ସେଇ କଥା ଆସନ୍ତୁ ଜାଣିବା। ଏହିସବୁ ଦୁଃଖ ଭିତରେ କର୍ମଚାରୀଙ୍କ କ୍ଷତରେ ଲୁଣ ବୋଳି ଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଆଉଟସୋର୍ସିଂ କର୍ମଚାରୀଙ୍କ ଦ୍ୱାରା ସରକାରୀ ତଥ୍ୟର ଗୋପନୀୟତା ଭଙ୍ଗ ହେବାର ଆଶଙ୍କା ରହିଛି। ବିଭାଗରେ ପୁରା ବିଭାଗ ଖାଲି ହେଇଯାଉଥିଲା ଏବଂ କିଛି କାମ କରିବା ପାଇଁ ନାମ ମାତ୍ର ଆଉଟସୋର୍ସିଂରେ, ନହେଲେ ଠିକା କର୍ମଚାରୀ ହିସାବରେ କିଛି ଲୋକଙ୍କୁ ଦାୟିତ୍ୱ ଦେଇକି ସରକାର କାମ ଚଳେଇ ନେଉଥିଲେ। ସରକାର କାମ ଚଳେଇ ନେଲେ ଆଉ ମ୍ୟାନ୍ ପାୱାର ଯଦି ଆମେ ବଢ଼େଇବା ନାହିଁ, ତାହେଲେ ଆମର ଯେଉଁ ବିରାଟ ବଜେଟ୍ ତିଆରି ହେଉଛି, ଇଏ ବଜେଟ୍ର ଖର୍ଚ୍ଚ କରିବାରେ, କାର୍ଯ୍ୟାନ୍ୱୟନ କରିବାରେ ଦାୟିତ୍ୱ କିଏ କରିବ? ଜଣେ ଠିକା କର୍ମଚାରୀଟେ, ଜଣେ ଆଉଟସୋର୍ସିଂରେ କାମ କରିଥିବା ଜଣେ ଅଧିକାରୀଟେ, ତାର କ'ଣ ରେସ୍ପନ୍ସିବିଲିଟି ଅଛି? ସେ କାହିଁକି ଏତେ ରିସ୍କ ନେବ?
ଏବଂ ସରକାରୀ ଅନେକ ଗୁପ୍ତ ତଥ୍ୟ କଥା ଇଏ ତା ହାତକୁ ପଳେଇଯିବ। ଯେ କମ୍ପ୍ୟୁଟର ଡାଟା ଅପରେଟର ବସିଥିବ ସିଏ ବି ଜଣେ ଠିକା କର୍ମଚାରୀଟେ। ଯେତେ ଡାଟା ଅପଲୋଡ ହେଉଥିବ କମ୍ପ୍ୟୁଟରରେ ସେ ତା ପେନ୍ଡ୍ରାଇଭ୍ରେ ଧରି ଘରକୁ ପଳେଇବ। ଆମେ ଜାଣିପାରିବା କ'ଣ ନା କ'ଣ ହେଉଥିବ। ତାଙ୍କ ଉପରେ ଭରସା କରିଦେଲେ ସରକାର ଚାଲିବ। ସରକାର କେଉଁ ଅବସ୍ଥାରେ ଚାଲୁଥିଲା ଆପଣମାନେ ଜାଣିଛନ୍ତି। ଆଉ ସେ କ୍ଷେତ୍ର ଯଦି ଆମେ ଭିଜନ କରିବା, ଏ ଯେଉଁ ଭିଜନ ଡକ୍ୟୁମେଣ୍ଟ କଥା କହିଲେ ଆମର ଡିସି ମ୍ୟାଡ଼ାମ, ମୁଁ ତ ତାଙ୍କୁ ଦାୟିତ୍ୱ ଦେଇଥିଲି, ଆପଣ ତାର ନେତୃତ୍ୱ ନିଅନ୍ତୁ। ଦର୍ଶକ ବନ୍ଧୁ, ଏହି ଗୋଟିଏ କଥା ସେହି ହଜାର ହଜାର କର୍ମଚାରୀଙ୍କ ଛାତିରେ କଣ୍ଟା ଭଳି ବାଜିଛି। ଯେଉଁମାନେ ବର୍ଷ ବର୍ଷ ଧରି ନିଜ ରକ୍ତ ଝାଳ ଦେଇ ସରକାରୀ କାମ କରିଆସିଛନ୍ତି, ସେମାନେ ଏବେ ପ୍ରଶ୍ନ କରୁଛନ୍ତି, ଯଦି ଆମେ ଏତେ ଅବିଶ୍ୱାସୀ, ତେବେ 15-20 ବର୍ଷ ଧରି ଆମ ହାତରେ ସରକାରୀ ଗୁପ୍ତ ଫାଇଲ କେମିତି ଥିଲା? କର୍ମଚାରୀମାନେ ଅଭିଯୋଗ କରୁଛନ୍ତି ଯେ ଯେତେବେଳେ ଶ୍ରୀଯୁକ୍ତ ମାଝୀ ବିରୋଧୀ ଦଳରେ ଥିଲେ, ସେ ନିଜେ ସେମାନଙ୍କ ଦାବିକୁ ସମର୍ଥନ କରୁଥିଲେ, କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ଏଭଳି ମନ୍ତବ୍ୟ ସେମାନଙ୍କୁ ଏକ ବଡ଼ ଧୋକା ଭଳି ଲାଗୁଛି। ଦର୍ଶକ ବନ୍ଧୁ, ମୁଖ୍ୟମନ୍ତ୍ରୀଙ୍କ ଏହି ଗୋଟିଏ କଥା କର୍ମଚାରୀଙ୍କ କ୍ଷତରେ ଲୁଣ ବୋଳିଦେଲା ଭଳି ଏକ ଖବର ସମସ୍ତଙ୍କୁ ଦୋହଲାଇ ଦେଇଛି। ଦର୍ଶକ ବନ୍ଧୁ, ଦାବି ଏବଂ ଆହ୍ୱାନ କ'ଣ ଥିଲା? ଆଉଟସୋର୍ସିଂ କର୍ମଚାରୀଙ୍କର ଦାବି ଏବଂ ଆହ୍ୱାନ। ଏହି କର୍ମଚାରୀମାନଙ୍କର ଦାବିଗୁଡ଼ିକ ଅତି ସ୍ପଷ୍ଟ। ସେମାନେ କୌଣସି ନୂଆ ଚାକିରି ମାଗୁନାହାନ୍ତି, ବରଂ ଯେଉଁ କାମ ବର୍ଷ ବର୍ଷ ଧରି କରୁଛନ୍ତି ସେଥିରେ ସେମାନଙ୍କୁ ସ୍ଥାୟୀ କରାଯାଉ। ନମ୍ବର 1, ଆଉଟସୋର୍ସିଂ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ ଏବଂ ସମସ୍ତ କର୍ମଚାରୀଙ୍କୁ ନିୟମିତ କରାଯାଉ। ନମ୍ବର 2, ଯେପର୍ଯ୍ୟନ୍ତ ନିୟମିତ କରାଯାଇ ନାହିଁ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମାନ କାମକୁ ସମାନ ଦରମା ନୀତିକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉ। ନମ୍ବର 3, କର୍ମଚାରୀଙ୍କୁ ବିନା କାରଣରେ ଛଟେଇ ବନ୍ଦ କରାଯାଉ ଏବଂ ପୂର୍ବରୁ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁଣି ଥରେ ନିଯୁକ୍ତି ଦିଆଯାଉ। ଦର୍ଶକ ବନ୍ଧୁ, ଏ ଲଢ଼େଇ କେବଳ କିଛି ହଜାର କର୍ମଚାରୀଙ୍କର ନୁହେଁ, ଏହା ମାନବିକତା ଏବଂ ନ୍ୟାୟର ଲଢ଼େଇ। ସତ କହିଲେ ସଚିବାଳୟରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ସବୁଠି ଏହି ଆଉଟସୋର୍ସିଂ କର୍ମଚାରୀମାନେ ହିଁ ସରକାରୀ ବ୍ୟବସ୍ଥାର ମେରୁଦଣ୍ଡ ସାଜିଛନ୍ତି। ଦର୍ଶକ ବନ୍ଧୁ, ଯଦି ଆପଣ ବି ଭାବୁଛନ୍ତି ଯେ 15-20 ବର୍ଷର ସେବା ପରେ ଅପମାନ ନୁହେଁ ସମ୍ମାନ ମିଳିବା ଦରକାର, ତେବେ ଏହି ଭିଡ଼ିଓକୁ ଏତେ ମାତ୍ରାରେ ସେୟାର କରନ୍ତୁ ଯେମିତି ଏହା ସରକାରଙ୍କର ପାଖରେ ପହଞ୍ଚିବ। ଆପଣଙ୍କ ମତାମତ ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଏହି ଲୁହର କାହାଣୀ ଆଜି ଆଉ ଏକ ବଡ଼ ପ୍ରଶ୍ନ ଛିଡ଼ା କରୁଛି। ଜଣେ ମଣିଷର ନିଷ୍ଠା ଆଉ ପରିଶ୍ରମର ମୂଲ୍ୟ କ'ଣ ଏତେ ଶସ୍ତା? ଏହି କର୍ମଚାରୀମାନେ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆପଣଙ୍କୁ କ'ଣ ଲାଗୁଛି, ସରକାର ଏମାନଙ୍କ କଥା ଶୁଣିବେ? ଆସନ୍ତୁ ନ୍ୟାୟ ପାଇଁ ଏହି ଲଢ଼େଇରେ ସେମାନଙ୍କୁ ସମର୍ଥନ କରିବା।